मो दीदी एठी कदली गछ धरिका कर कहूँ सर कहूँ कि ना। हेलो हाय नमस्कार संग मैंने तो आज ब्रेकिंग न्यूज है हम घर पार कहीं ना भल लगुना घर पार मो दीदी जा घर को फेणी आउ दीदी की जाइए मो बापा जाइए मार्केट आड़ को जाइए तो मुझे आज एकला ब्लॉग बनचु आ सी भी आज आसु दीदी आज आम घर वर्षा पड़ता उदा मुदा सब हो बुढ़ा जोर वर्षा पड़ता तो 3 दिन है मो दीदी गलानी आ 3 दिन है आम रांधुचे बाढ़ुचे मापा मुंकी एकला रही विरक्ति मारानी आज आसूस मो दीदी आगे समय पर पहुँची जाओ कम समय पर तेणु जा ब्लॉगटा बन था वर्षार एठी आमर जो भांगी एडजस्टर भांगी ये पानी पड़ी उदा मुदा हो दीटा हांडा कोठा बसला बड़का राति सारा वर्षा पड़ता राति सारा से पानी पड़े पानी नहीं सुखीगला ना पानी पूरा घर पूरा माड़ी जाता पानी बुढ़ा जोर वर्षा होता ना सब बैगुन का भी हो तुड़ाई ना बैगुन का काद हो गला दीदी तुलू था मु तो तुलू ना मटी फटी नागिकी से तुड़ीकी धोई देते हम एबे खरा बाहर खरा बाहर घर पूरा खाली रख जना पड़े 2 दिन है मुझे मुझे जाने सब फांका भल लगना लाइन भी थी लाइन काली दे 12टा गुटे बेला आइला लाइन वीडियो दीदी आसने बनिया तो मो दीदी एबे पहुँची गला घर पाखे आसिक पहुँचला आम खाऊचे आलुदम आनी मिठा आनी भुजा खाऊ तो ये मो दीदी माछ गलु दीदी माछ आनी भुणा माछ पनिखी धार ना पनिखी धार था कि धार जमा नहीं जान काटिक नालु नडी रंबाम पाखरु पनिखी धार नहीं मो मन भी नहीं है पनिखी धार नहीं तो काटिक तो मो दीदी पहुँचला से माछ गलु झुल तरकारी हम खोजु तो से माछ केली सारू तापरे हबो तरकारी तो भर लागे ना पित्तरे काटी गला ना पित्त काटी गला पित्ता नहीं गयो तो धुई देते हाँ तो मैं खराब ही चीरी दिए बेटे बताओ 2 टिकट पीस है तबे माछ काटा सरी 7 पीस माछ आ 2 पीस मुंडो आ पतला पतला किस 2 पीस पेटी माछ पेटी 2 पीस से ता घर को जाइथिला तार औषधिया हेतला से जाइकी पड़े जाइकी 2 दिन ना 3 दिन रही ना 3 दिन रही पड़े आइले कारण आम घर पाखे भी रोसे मुसई करने कहीं ना मो दीदी रोसे करेगा से आउ रोना ये रुहे आमरी घर तो माछ धुआ हो आटा मुझे फुल कर देना पाइप नगी पानी हाँ बाहर थो दौन माछ धुआ हो गछ लगाई पूरा पानी केते पानी 2 दिन बण सब गछ मछ गुड़ा सफा करते बापे
କଦଳୀ ଗଛ ଗୁଡା କାଟି ଦିଆଯିବ କୋଉଥିରେ। ଖାଲି ଏମିତି ରହିକି ଲାଭ କି ସେଗୁଡ଼ା ମୋର କଣ ଦୃଷ୍ଟି କାଟିବାକୁ। ଚାରିଆଡେ ବଣ ପୁରା ଖାଲି କଦଳୀ ଗଛ ବେଶୀ, ଆଉ ନହେଲେ ବେଶୀ ଗଛ ନାହିଁ। ଏଠି ମାଛ ଧରା ସରିଗଲା ବୋଧେ। ଏଠି ମୋ ଦିଦି ରୋଷେଇ କରିନାହିଁ ବସିକି ଅଛି। ଆଉ ପଶିନି ସେ ସେଠି ରେଷ୍ଟ ମାରିକି ଆଇଲା ତା ଘର ପାଖରୁ। ଏଠି ଜମା କାମ କରୁନୁ, ଆମକୁ ସବୁ ଆମେ ସବୁ କାମ କରିକି ପାଣି ମାନି ପୁରେଇ ରଖିଥିଲେ ଇଏ ଖାଲି ଆସିକି ତୁ ପାଣି ପୁରେଇକି ରଖିଦେଲୁ, ମୁଁ ତ ଆସିକି ବୋତଲ ପାଣି ପୁରେଇନି। ଏଠି ଗୋଟେ ଘାଟିନି ଏକା। ତ ଏବେ ମାଛ ଝୋଳ ହବ। ବାଇଗଣ ବିଲାତି ବେଗୁନଟା କଳା ପଡ଼ିଗଲା କାଳେ କାଟିଦେନି ନା। ଆଗରୁ ପରେ କାଟିନି। ସେଠି ଆଳୁ ବିଲାତି କାଟାକୁ ଯାଉ। ଏଠି କଢ଼ା ବସା ହେଇଛି, ମାଛ ଭଜା ଯିବ। A few moments later. ଏଠି ଆଳୁ ଝୋଳ ହଉଛି। ଆଳୁ ଝୋଳ ନୁହେଁ, ମାଛ ଝୋଳ। ମାଛ ପଡି ନାହିଁ, ସେଥିପାଇଁ ଆଳୁ ଝୋଳ ହଉଛି। ଆଳୁଦମ୍ ଏଠି ମାଛ ଭାଜିକି ରଖାହେଇଛି। ମାଛ ଏଇନା ପଡ଼ିବ ଆଉ ନାଇଁ ଯିବ। ମାଛ ଏଇନା ପଡ଼ିବ ଗଡ଼ିଆର। ମାଛ ପଡ଼ି ସାରିଛି, ପେଟି ଦିଟା ପଡ଼ିବ। ଦିଟା ଖାଇଲେ ଗୋଟେ ତରକାରୀ ନାହିଁ ହେଇଗଲାଣି। ତ ଏବେ ମୁଁ ଗାଧୋଇମି, ତ ବାକି ଭିଡ଼ିଓ ଗାଧୋଇ ସାରିଲା ପରେ ବନୁଛି। ତ ଏବେ ନାଇଁ 4:30 ହେଲାନି, 4:30 କି ମୁଁ ଜାଣିନାହିଁ କେତେଟା, 5:30 ହେଲାନି। ଆଉ ଆମେ ଖାଦିଆ ସରିଯାଇଛି, ଏବେ 5:30 ହେଇଛି। ମୋ ଦିଦି ଏଠି କଦଳୀ ଗଛ ଧରିକି କହୁଛି ସେ କହୁଛି କି ନାହିଁ ସେଟା ଯେତେ ଇଏ କରି କଦଳୀ ଗଛ ଆହୁରି କୋଉଠି ଯିବ। କଦଳୀ ଗଛ ଆହୁରି ଧାପି ପଡୁଛୁ, ତାର କାଟି ନେଇ କହୁଛି ତାହାର କାଟି ନେଇ ତ କହିନେ ହବ। ବାଇଗଣ ତୁଳି ହୁଏ ଗୋଟା ପିମ୍ପୁଡ଼ି ହେଇଛି। ହଁ ମୁଁ ସେଦିନ ତୁଳି ପାରିନି ଯେ ପୁରା ପିମ୍ପିଡ଼ି ହେଇଥିଲା। ଗେମାସିନ ଆଣିକି ପକେଇ ଦେଇଥିଲି। ଗେମାସିନ ଆଣିକି ନା ତା ମୂଳରେ କି ଦେଇଦେଲେ ଆଉ ପିମ୍ପୁଡ଼ି ହେବନି। ଆଜି ଯାଇକି ଆଣିତେ ହବ ଗେମାସିନ। ଦଉଛି ଗୋଟା କାମ ସେ ବାଇଗଣ ସବୁ ମାଟି ଫାଟି ତୁଳି ଏଗୁଡ଼ା ତୁଳି ତ ମାଟି ପଚି ହେଇଛି ଗୋଟେ ଛୋଟିଆ ଦିନେ ମାଟିର ଲାଗିଛି ଯେ ସେ ଡାଳ ଭାଙ୍ଗି ଆସିଛି। ପିମ୍ପୁଡ଼ି ଖାଲି ପିମ୍ପିଡ଼ି ଚାଲିଛି ପିମ୍ପିଡ଼ି ଆଉ କଣ ପିମ୍ପିଡ଼ି ଢେର। ଆଉ କେଇଠି ଏଠିଆ ତୁଳିବେ ଗୁଡ଼ାକୁ ଭାଇ ସାଙ୍ଗତେ ପିମ୍ପୁଡ଼ି ଯିବା ପଳେଇ ନନି ତୁଲତେ ହେବନି। হ্যাঁ କେତେ ପିମ୍ପିଡ଼ି କିନ୍ତୁ ହେଇଛି ବାଇଗଣ ହେଇଯିବ, ପାକଳ ହେଇଯିବ ନା, ମଞ୍ଜି ହେଇଯିବ, ବୁଢ଼ା ହେଇଗଲେ ନ ଖାଇଲେ ସେଗୁଡ଼ାକ। ମୁଁ ତୁଳି ନେଉଛି 2-4ଟା। ସେ ବଡ଼ ହେଇନାହିଁ ହଁ ଏବାଟେ ହେଇଛି ପିମ୍ପୁଡ଼ି ହେଇଛି। ନା ପିମ୍ପିଡ଼ି ହେଇନାହିଁ। ଏ ବାଇଗଣ ଗୁଡ଼ା ତୁଳି ନେମି। ହେଇଛି ଯେ ଗୁଡ଼ାକ ପଳେଇଆ କମ୍ ବାଇଗଣ ଏଠି ଗୋଟେ ବଟେ 3ଟା ବାଇଗଣ ନେ କେତେ ବାଇଗଣ ତୁଳୁଛୁ? ଏ ତଳେ ଦେଖ, ତଳେ ଗୋଟେ ବୁଢ଼ା ହେଇଗଲାଣି। ଛୁଆ ହଁ ତଳେ ଦେଖା ସେଇଠି ଗୋଡ଼ କି ଗୋଟେ ବାଇଗଣ ହେଇଛି, ଆଉ ବୁଢ଼ା ହେଇଗଲାଣି। ଏଇଟା କି ଭିତରକୁ ତଳେ ହଁ ଢେର ହେଇଗଲା। ବଡ଼ ହେଇଗଲାଣି ଏଗୁଡ଼ାକ ନ ଖାଇ ନ ତୁଳି ଆଣିନି। ଏଇଟା ଗୋଟେ ତୁଳି ନେମି। ଏଇଟା ମୁଁ ତ ପଳେଇଛି, ତୁ ତ ଜମା ତୁଳିନି। ମୁଁ ତୁଳି ଆଣି ସେଟା ବର୍ଷା ହେଲା କିଏ ତୁଳି ଏଇଟା କେତେକ ବାଇଗଣ ଦେଖିବୁ ହେଲାଣି ତୁଲେ ଆହୁରି ତ ହେଇଛି ଭିତରକୁ ସେ ପଚିଯିବ ସବୁ ବାଇଗଣ। କାଲିକି ସକାଳେ ତୁଳିବା ଆଉ କାଲିକି ତୁଲତେ ହବ। ସକାଳେ ସକାଳେ ପିମ୍ପୁଡ଼ି ତ ଏବେ ବାଇଗଣ ଗୁଡ଼ାକ ପୋକ ଢେର ହେଇଛି, ମାନେ ପିମ୍ପିଡ଼ି ସରି। ଆଉ ଏଠି ଆମେ ଏତିକି ବାଇଗଣ ତୁଳିଛେ, କିଲୋ ଆଡ଼େ ହେଇଛି ନା ବେଶୀ ଆହୁରି ହବ। 1.5 କିଲୋ ଆଉ ଏଇନେ ପିମ୍ପିଡ଼ି ଚାଲିଛି।
ଚାରିଆଡ଼େ କୁମ୍ପିଡ଼ି ହେଇଛି କେଣା ସିନା ଆମକୁ ପକେଇଦେବେ। ହଁ ତ ଆଜିକାର ଭିଡ଼ିଓ ଏତିକି ଥିଲା। ଆଉ ଆପଣ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଦିଦି। ଭିଡ଼ିଓଟିକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ହଁ ବାଏ।